ବିହାର ପାଟନାର ମର୍ସୋଇ ନୋରା ବ୍ରିଜରେ ଅଟୋ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ଘଟଣାସ୍ଥଳରେ 7 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଲୋକ ଆହତ ହୋଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ଏବଂ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ଆଜି ଚଳିତ ଚାମ୍ପିୟନ୍ସ ଟ୍ରଫିର ଷଷ୍ଠ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଗ୍ରୁପ ଏ ରେ ଏହା ଉଭୟ ଦଳଙ୍କ ଦ୍ୱିତୀୟ ମ୍ୟାଚ୍ ହେବ। ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ 60 ରନରେ ପରାସ୍ତ କରି ଦୃଢ ଆତ୍ମବିଶ୍ୱାସ ହାସଲ କରିଥିବା ବେଳେ ଅନ୍ୟ ପକ୍ଷରେ ବାଂଲାଦେଶ ଭାରତଠାରୁ 6 ୱିକେଟରେ ପରାସ୍ତ ହୋଇଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନ ଅଞ୍ଚଳରେ ଅବକାରୀ ବିଭାଗ ଜିଆରପି ଓ ସ୍ଥାନୀୟ ପୋଲିସର ମିଳିତ ଚଢ଼ଉ ବେଳେ ସ୍ୱତନ୍ତ୍ର ରେଳବାଇ ମାଜିଷ୍ଟ୍ରେଟଙ୍କ ପୁରୁଣା ପରିତ୍ୟକ୍ତ କୋଠା ପଛପଟେ ଏକ କୋଠରୀରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ ଏବଂ ଜବତ ବିଦେଶୀ ମଦ ମଧ୍ୟରେ ନାମୀ ଦାମୀ ମଦ କମ୍ପାନୀର ବିୟର ଥିବା ବେଳେ ଅବକାରୀ ଥାନା ମାମଲା ରୁଜୁ କରି ତଦନ୍ତ ଜାରି କରିଛି। କେନ୍ଦୁଝର ତୁରୁମୁଙ୍ଗା ଥାନା ଡାବର ଚୁଆରେ ବନ୍ଧୁକ ଦେଖାଇ ଖଣ୍ଡାରେ ଆଣି ଲୁଟ୍ କଲେ ଦୁର୍ବୃତ୍ତ। 2ଟି ପଲସରରେ 5 ଜଣ ଦୁର୍ବୃତ୍ତ ଆସି ଜଣେ ଗୋରୁ ବେପାରୀଙ୍କୁ ଖଣ୍ଡାରେ ଆକ୍ରମଣ କରି 4.5 ଲକ୍ଷ ଲୁଟି ଦେଇଥିବା ଅଭିଯୋଗ ହୋଇଥିବା ବେଳେ ଅଭିଯୋଗ ଆଧାରରେ ଖୋଳତାଡ଼ ଜାରି କରିଛି ପୋଲିସ। ସମ୍ପୃକ୍ତ ବ୍ୟବସାୟୀ ଜଣକ ବେପାର ସାରି ଘରକୁ ଫେରୁଥିବା ବେଳେ ଲୁଟ୍ର ଶିକାର ହୋଇଛନ୍ତି। Preview. Audio Jungle. Audio Jungle. Preview. ବିଜନେସ ଜାଲରେ ନବରଙ୍ଗପୁର ଜିଲ୍ଲା ଉମରକୋଟା ବ୍ଲକର ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଏବଂ ବ୍ଲକ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ସିଂ ବୁନ୍ଦେଲା ସେମାନେ ଜଳନିଧି ଯୋଜନାରେ ଏକ ନଳକୂପ ବସାଇବା ଲାଗି ଜଣେ ହିତାଧିକାରୀଙ୍କ ଠାରୁ 5,000 ଟଙ୍କା ଲାଞ୍ଚ ନେବା ବେଳେ ବିଜିଲେନ୍ସ ହାତରେ ଧରା ପଡ଼ିଛନ୍ତି। ହିତାଧିକାରୀଙ୍କୁ ସବସିଡି ପ୍ରଦାନ ଲାଗି 5,000 ଟଙ୍କା ଲାଞ୍ଚ ଦାବି କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ଗୋଡିପଡା ଟୋଲଗେଟ୍ ନିକଟରେ ଆୟକର ବିଭାଗ ଏବଂ ବନ ବିଭାଗର ଯାଞ୍ଚ ବେଳେ କଇଁଛ ବୋଝେଇ ଟ୍ରକ୍ ଜବତ। ଟ୍ରକ୍ରୁ ବହୁ ସଂଖ୍ୟକ କଇଁଛ ଜବତ ହୋଇଥିବା ବେଳେ ତାହା କୋଲକାତାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିଲା। କଟକ ଆଳି ଥାନା ଅଧୀନସ୍ଥ ମାଣିକପାଟଣା ଗ୍ରାମରେ ଗୋଷ୍ଠୀ ସଂଘର୍ଷ। ଉଭୟ ପକ୍ଷରୁ 7 ଜଣ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ଥିବା ବେଳେ ଜାଗାବାଡି ବିବାଦକୁ କେନ୍ଦ୍ର କରି ଏହି ଗୋଷ୍ଠୀ ସଂଘର୍ଷ ଘଟିଥିବା ସୂଚନା। Preview. Audio Jungle. Audio Jungle. Preview. ଗଜପତି ଜିଲ୍ଲା କାଶୀନଗରରେ ଧାନ କିଣିବା ଦାବିରେ ଚାଷୀଙ୍କ ପକ୍ଷରୁ ଆନ୍ଦୋଳନ ସହ ରାସ୍ତା ରୋକ। ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଛକ ଓ ଠାକୁରାଣୀ ମନ୍ଦିର ନିକଟରେ ଚାଷୀଙ୍କ ରାସ୍ତା ରୋକ ହୋଇଥିବା ବେଳେ ରାସ୍ତାର ଉଭୟ ପଟେ ଅନେକ ଗାଡି ଅଟକି ରହିଛି ଏବଂ ପାରଳାଖେମୁଣ୍ଡି ଗୁଣପୁର ମଧ୍ୟରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି। ମାଲକାନଗିରି ସୀମାନ୍ତ ମୁଲୁଗୁ ଜିଲ୍ଲାରେ 9 ଜଣ ମାଓବାଦୀଙ୍କ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା 9 ଜଣ ମାଓବାଦୀ ଛତିଶଗଡ଼ ବିଜାପୁର ଜିଲ୍ଲାର ହୋଇଥିବା ବେଳେ ତେଲେଙ୍ଗାନା ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବ ବୋଲି ମୁଲୁଗୁ ଜିଲ୍ଲା ଏସପି ସୂଚନା ଦେଇଛନ୍ତି। ଏବଂ ନିମ୍ନ ଚାପରେଖା ପ୍ରଭାବରେ ରାଜ୍ୟରେ ଘଡଘଡି ସହ ବର୍ଷା ଜାରି ରହିଛି। ଫଳରେ ଆଜି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ଘଡଘଡି ସହ ବର୍ଷା ପବନ ଆଶଙ୍କା ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।